ଓଡ଼ିଶା ଏମିତି ବି ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ। ନଦୀ ନାଳ ପୁଷ୍କରିଣୀ ଜଳମଗ୍ନ ହେଇ ବର୍ଷା ଦିନରେ ପାହାଡ଼ ପର୍ବତ ମେଘାଚ୍ଛନ୍ନ ହେଇ ସ୍ୱର୍ଗର ଇନ୍ଦ୍ର ଭୁବନ ଭଳି ପ୍ରତୀୟମାନ ହେଇଥାଏ। ତଥାପି ଲୋକେ ବର୍ଷା ଦିନରେ ଉତ୍ତରାଖଣ୍ଡ ଅଞ୍ଚଳ ଯାଇ ଭୂସ୍ଖଳନରେ ଫସି ରହୁଛନ୍ତି, କିନ୍ତୁ ସନ୍ତୁଷ୍ଟି ତଥାପି ମିଳିଲା ନାହିଁ। ସେହିଭଳି ଅନେକ ଛାତ୍ର ଓଡ଼ିଶାରୁ ରାଜସ୍ଥାନର କୋଟାରେ ଯାଇ ବା ଦିଲ୍ଲୀର ମୁଖାର୍ଜୀ ନଗରରେ ଯାଇ ଫସି ରହିଛନ୍ତି। ତାଙ୍କୁ 5 ବର୍ଷ ପରେ ବି ସନ୍ତୁଷ୍ଟି ମିଳିଲା ନାହିଁ କି ଚାକିରି ମିଳିଲା ନାହିଁ। ଆଉ ଓଡ଼ିଶାରେ ରାଉରକେଲା କଟକ ଭୁବନେଶ୍ୱର ସମ୍ବଲପୁର ଗଳିକନ୍ଦିରେ ରହି ପାଠ ପଢ଼ି ଅନେକ ପିଲା OSIS ଅଫିସର ପାଇଛନ୍ତି। ମୁଁ ଦେଖୁଛି ବ୍ୟାଙ୍କ କ୍ଲର୍କ ପିଓ ମୋର ହିଁ ଅନେକ ଷ୍ଟୁଡେଣ୍ଟସ୍ ପାଇଛନ୍ତି, ସେମାନେ ସନ୍ତୁଷ୍ଟ ବି ଅଛନ୍ତି। ତେବେ ଆମେ ଯଦି ସନ୍ତୁଷ୍ଟିଟା ସ୍ଥାନ ବିଶେଷ ଭାବିବା ତାହେଲେ ହେବ ନାହିଁ। ମାନେ କୌଣସି ନିର୍ଦ୍ଦିଷ୍ଟ ଜାଗାରେ ଆମକୁ ସନ୍ତୋଷ ମିଳିବ ନାହିଁ କି ସଫଳତା ମିଳିବ ନାହିଁ। ସନ୍ତୋଷ ଓ ସଫଳତା ମଣିଷର ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ। ସନ୍ତୁଷ୍ଟି ଅନ୍ତର୍ନିହିତ ଅଟେ, ଏହା ସ୍ଥାନ ବିଶେଷ ନୁହେଁ। ମୁଁ କାଶ୍ମୀର ଯିବା କେବେ ଆବଶ୍ୟକ ବି ଭାବିନାହିଁ। ମୋର କେନ୍ଦୁଝର ଜିନ୍ଦାବାଦ। ବଦଳିବ ଯୁବପିଢ଼ି, ବଦଳିବ ଓଡ଼ିଶା। ଧନ୍ୟବାଦ। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।